ହମିରପୁର ଶୈବପୀଠ। ହମିରପୁର ଶୈବପୀଠରେ ମହାଶିବରାତ୍ରି। ରାଉରକେଲାର ହମିରପୁର ଶୈବପୀଠରେ ମହାଶିବରାତ୍ରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହମିରପୁରସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ବାବାଙ୍କ ମନ୍ଦିରରେ ମହାଶିବରାତ୍ରି ବେଶ୍ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଶତାଧିକ ଭକ୍ତଙ୍କ ଭିଡ଼ ସକାଳୁ ମଧ୍ୟରାତ୍ରି ଯାଏଁ ଲାଗି ରହିଥିଲା। ଏହି ଅବସରରେ ନୀଳକଣ୍ଠେଶ୍ୱର ବାବାଙ୍କ ବିଭିନ୍ନ ନୀତିକାନ୍ତି ସହ ମହାରୁଦ୍ର ଅଭିଷେକ, ହୋମଯଜ୍ଞ ତଥା ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରାଯାଇଥିଲା। ପୂଜକ ଭାବେ ଚିତ୍ତରଞ୍ଜନ ରଥ, କର୍ତ୍ତା ଭାବେ ନିରଞ୍ଜନ ସାମନ୍ତରାୟ ଓ ନିର୍ଝରିଣୀ ସାମନ୍ତରାୟ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ମନ୍ଦିର କମିଟିର ସଭାପତି ଆଇନଜୀବୀ ପ୍ରଭାତ କୁମାର ପରିଡ଼ା, ଜ୍ୟୋତ୍ସ୍ନାରାଣୀ ରାଉତ, ପଦ୍ମାବତୀ ବେହେରା, କୈଳାସ ଚନ୍ଦ୍ର ପାତ୍ର, ପ୍ରିୟବ୍ରତ ମହାରଣା, ଧର୍ମେନ୍ଦ୍ର ଦାସ, ଗଙ୍ଗାଧର ଦାସ, ପ୍ରମୋଦ କୁମାର ଦାସ, ଶରତଚନ୍ଦ୍ର ପଣ୍ଡା, ଅଶୋକ କୁମାର ସାହୁ, ଜାପାନୀ ପାତ୍ର, କାଦମ୍ବିନୀ ସାମଲ, ସୁଶ୍ରୀ ସାଧନା ଦଳବେହେରା, ଏସ୍ ରାଜୁ, ବୁନୁ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ରାତ୍ରିରେ ଶ୍ରଦ୍ଧାଳୁମାନେ ମନ୍ଦିର ପରିସରରେ ଦୀପ ଜଳାଇ ଜାଗର ଉତ୍ସବର ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ଶେଷରେ ମଧ୍ୟ ରାତ୍ରିରେ ମହାଦୀପ ଉଠିବା ସମୟରେ ଶଙ୍ଖ ହୁଳହୁଳି, ହର ହର ମହାଦେବ ଶବ୍ଦରେ ମନ୍ଦିର ପ୍ରକମ୍ପିତ ହୋଇ ଉଠିଥିଲା। ଶେଷରେ ଭକ୍ତମାନଙ୍କ ମଧ୍ୟରେ ମନ୍ଦିର ତରଫରୁ ପ୍ରସାଦ ବିତରଣ କରାଯାଇଥିଲା। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।